ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି? ମୁଁ ବିଶ୍ୱାସ କରେ ଆପଣମାନେ ଯେଉଁଠି ବି ଥିବେ ଈଶ୍ୱରଙ୍କ ଦୟା ହେତୁ ଭଲରେ ଥିବେ। ଆଜି ଆମେ ପବିତ୍ର ବାଇବେଲରେ କିଛି ବିଷୟ ଧ୍ୟାନ କରିବା। କ'ଣ? ଯୀଶୁଖ୍ରୀଷ୍ଟଙ୍କର ଆଦର୍ଶ ପ୍ରାର୍ଥନା। ଯେତେବେଳେ ସେ ଜଗତରେ ଥିଲେ, ଦ୍ୱାଦଶ ଶିଷ୍ୟକୁ ସେ ପ୍ରାର୍ଥନା ବିଷୟରେ ସେ ଶିକ୍ଷା ଦେଲେ। ଆମେ ପ୍ରାୟତଃ ସବୁଦିନ ସେ ପ୍ରାର୍ଥନା ଆମେ କରିଥାଉ। ତା ଲେଖାଯାଏ ମାଥ୍ୟୁ 6:9-13 ଯାଏ। ଏଠି ଏହିପରି ଲେଖାଯାଏ, ଅତଏବ ତୁମେମାନେ ଏହି ପ୍ରକାର ପ୍ରାର୍ଥନା କର, ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ଆମେ କେତେବେଳେ ତାଙ୍କୁ ସ୍ୱର୍ଗସ୍ଥ ପିତା ବୋଲି ସମ୍ବୋଧନ କରିପାରିବା? ଯେତେବେଳେ ଆମେ ତାଙ୍କର ପୁତ୍ର କନ୍ୟା ହେବା। ଆମେ କେତେବେଳେ ତାଙ୍କ ପୁତ୍ର କନ୍ୟା ହେବା? ନା ଯେତେବେଳେ ଈଶ୍ୱରଙ୍କର ସେଇ ବୀଜ, ସେ ଉନ୍ନୁକ୍ତ ବାକ୍ୟ, ସେ ଭାବବାଣୀ ପୂର୍ଣ୍ଣତାର ବାକ୍ୟ ଆମ ଭିତରେ ରହିବ। ତେବେ ଆମେ ତାଙ୍କର ପୁତ୍ର କନ୍ୟା ହେଇପାରିବା, ଆଉ ଆମେ ତାଙ୍କୁ ସ୍ୱର୍ଗସ୍ଥ ପିତା ବୋଲି ସମ୍ବୋଧନ କରିପାରିବା। ଆମକୁ ଜାଣିବାର ଅଛି। ତାପରେ ଲେଖାଯାଏ, ତୁମର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେହିପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ପରମେଶ୍ୱର କ'ଣ ଚାହାନ୍ତି? ସ୍ୱର୍ଗରେ ଯେଉଁପରି ସେ ରାଜତ୍ୱ କରନ୍ତି, ଏହି ଜଗତରେ, ଏହି ପୃଥିବୀରେ ତାଙ୍କ ରାଜ୍ୟକୁ ସ୍ଥାପନ କରିବା ପାଇଁ ସେ ଚାହାନ୍ତି। ଆମକୁ ଜାଣିବାର ଅଛି, ଏ ଜଗତରେ କିଏ ରାଜତ୍ୱ କରେ? ଶତ୍ରୁ ଶୈତାନ। ସିଏ ଭଣ୍ଡ ଶିକ୍ଷକ, ଭଣ୍ଡ ପାଳକ, ଭଣ୍ଡ ଖ୍ରୀଷ୍ଟମାନଙ୍କୁ ଛିଡ଼ା କରି ଲୋକମାନଙ୍କୁ ମିଥ୍ୟା ଶିକ୍ଷା ଦେଇ ଭ୍ରାନ୍ତ କରୁଅଛି। ସେଥିପାଇଁ ପରମେଶ୍ୱର ଚାହାନ୍ତି ଏହି ଜଗତରେ ତାଙ୍କର ରାଜ୍ୟ ଆସୁ। ଯେତେବେଳେ ଲୋକମାନେ ସତ୍ୟକୁ ଜାଣିବେ, ସେ ଉନ୍ନୁକ୍ତ ବାକ୍ୟକୁ ଜାଣିବେ, ତେବେ ତାଙ୍କ ଭିତରେ ଥିବା ଶୈତାନର ରାଜ୍ୟ ବିନଷ୍ଟ ହୋଇଯିବ। ପରମେଶ୍ୱର ତାହା ଚାହାନ୍ତି। ପ୍ରଭୁ ଯୀଶୁ କହିଲେ, ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ, ଈଶ୍ୱରଙ୍କ ରାଜ୍ୟ ତୁମ ଭିତରେ ଅଛି। ସେ କହିଲେ, ହେ ସାନ ପଲ, ତୁମେ ଭୟ କର ନାହିଁ, ସେହି ରାଜ୍ୟ ଦେବା ପାଇଁ ତୁମର ପିତାଙ୍କର ଅଭିମତ। ପରମେଶ୍ୱର ଚାହାନ୍ତି ଏହି ଜଗତରେ ତାଙ୍କର ରାଜ୍ୟ ଆସୁ। ତାପରେ ଲେଖାଯାଏ କ'ଣ? ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମେ ଦେଖୁଛେ ପୁରାତନ ନିୟମରୁ ନୂତନ ନିୟମ ଯାଏ, ପ୍ରକାଶିତ ବାକ୍ୟ ଯାଏ, ଭିନ୍ନ ଭିନ୍ନ ସମୟରେ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଭିନ୍ନ ଭିନ୍ନ ଆହାର ଦେଇଅଛନ୍ତି। ଆମେ ଦେଖୁଛେ ଯେତେବେଳେ ମଶା ଇସ୍ରାଏଲ ଲୋକମାନଙ୍କୁ ନେଇକି ଆସୁଛନ୍ତି, ପରମେଶ୍ୱର ମଶାଙ୍କ ଦେଇ ବ୍ୟବସ୍ଥା ଦେଲେ, ତାଙ୍କ ଆଜ୍ଞା 10 ଆଜ୍ଞା ପ୍ରଦାନ କଲେ, ଆଉ ତାଙ୍କୁ ପାଳନ କରିବା ପାଇଁ କହିଲେ। କିନ୍ତୁ ସେମାନେ ଅବାଧ୍ୟ ହେଲେ। ଯୀଶୁଖ୍ରୀଷ୍ଟ ଜଗତକୁ ଆସିଲେ, ପରମେଶ୍ୱର ତାଙ୍କୁ ପ୍ରେରଣ କଲେ। ଆଉ ଯୀଶୁଖ୍ରୀଷ୍ଟଙ୍କୁ ଫାରୁସୀ ସାଧୁକୀମାନେ କହୁଛନ୍ତି, ମଶା ତ ଆମକୁ ସ୍ୱର୍ଗରୁ ମାନା ଦେଇଅଛନ୍ତି, ତୁମେ ଆମକୁ କ'ଣ ଚିହ୍ନ ଦେଖାଉଅଛ ଯେ ଆମେ ତୁମକୁ ବିଶ୍ୱାସ କରିବା? ସେ ଯେ ଯୀଶୁଖ୍ରୀଷ୍ଟ ତାଙ୍କୁ କହିଲେ, ମଶା ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି। ସେଟା ଲେଖାଯାଏ ମାଥ୍ୟୁ 6:33। ମାଥ୍ୟୁ 6:32 ଲେଖାଯାଏ, ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମଶା ତୁମମାନଙ୍କୁ ସ୍ୱର୍ଗରୁ ଆହାର ଦେଇନାହାନ୍ତି, କିନ୍ତୁ ମୋହର ପିତା ତୁମମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି। ମଶାଙ୍କ ସମୟରେ ପରମେଶ୍ୱର କ'ଣ ଦେଇଥିଲେ? ମାନା ଦେଇଥିଲେ। ତାହା ଆମ ଶରୀର ପାଇଁ ପ୍ରୟୋଜନ ଥିଲା। କିନ୍ତୁ ପ୍ରଭୁ ଯୀଶୁ କ'ଣ କହୁଛନ୍ତି? ଯେ ମୁଁ, ଏ ଲେଖାଯାଏ ଆଗକୁ ଲେଖାଯାଏ, ପ୍ରଭୁ ଯୀଶୁ ସେ 6:48 ଲେଖାଯାଏ, ମୁଁ ଜୀବନଦାୟକ ଆହାର, ତୁମମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ, କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ।
ପ୍ରଭୁ ଯୀଶୁ ପ୍ରେରଣ କଲେ ଯୀଶୁଖ୍ରୀଷ୍ଟଙ୍କୁ, ଆଉ ସିଏ ଈଶ୍ୱରଙ୍କର ସେ ପ୍ରକୃତ ଆହାରକୁ ସିଏ ପ୍ରଦାନ କଲେ ଶିଷ୍ୟମାନଙ୍କୁ, ଲୋକମାନଙ୍କୁ। ଆଉ ସେ କ'ଣ କହୁଛନ୍ତି? ତୁମମାନଙ୍କ ପିତୃପୁରୁଷ ପ୍ରାନ୍ତରରେ ମାନା ଭୋଜନ କରି ମୃତ୍ୟୁ ଭୋଗ କଲେ। ଯେଉଁ ମାନା ମଶାଙ୍କ ଦେଇ ଆସିଥିଲା ଏ ଶରୀର ପାଇଁ, ତା ଖାଇ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଆଜି ସେମାନେ ନାହାନ୍ତି। କିନ୍ତୁ ପ୍ରଭୁ ଯୀଶୁ କ'ଣ କହୁଛନ୍ତି? କେହି ଯେପରି ଭୋଜନ କରି ମୃତ୍ୟୁ ଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ। ମୁଁ ସ୍ୱର୍ଗରୁ ଅବତରଣ ସେଇ ଜୀବନ୍ତ ଆହାର। କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋର ମାଂସ, ମୁଁ ତା ଜଗତର ଜୀବନ ନିମନ୍ତେ ଦେବି। ପ୍ରଭୁ ଯୀଶୁ କହିଲେ, ମୋର ମାଂସ, ମୋର ରକ୍ତ ପ୍ରକୃତ ଆହାର ଅଟେ। ଯିଏ ତା ଭୋଜନ କରେ ସେ ଅନନ୍ତ ଜୀବନ ପାଏ। ତାଙ୍କ ମାଂସ, ତାଙ୍କ ରକ୍ତର ମାନେ କ'ଣ? ତାହା ହେଲା ପୁରାତନ ନିୟମ ଭାବବାଣୀର ପୂର୍ଣ୍ଣତାର ବାକ୍ୟ। ଯେଉଁ ପ୍ରଫେସି କରାଯାଇଥିଲା ପ୍ରଭୁ ଯୀଶୁଙ୍କ ବିଷୟରେ ଭବିଷ୍ୟତ ବକ୍ତାମାନଙ୍କ ଦେଇ, ଆଉ ପ୍ରଭୁ ଯୀଶୁ ଆସିବା ଦ୍ୱାରା ତା ପୂରଣ ହେଲା। କିନ୍ତୁ ଫାରୁସୀ ସାଦୁକୀମାନେ ନା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ନା ସେ ଦେଉଥିବା ଆହାର, ସେ ବାକ୍ୟକୁ ସେମାନେ ବିଶ୍ୱାସ କଲେ। ତାପରେ ଆମେ ଦେଖୁଛେ ପ୍ରଭୁ ଯୀଶୁ ସେଇ ବାକ୍ୟ ପ୍ରଦାନ କରି ସେଇ ବାକ୍ୟରୁ 12 ଶିଷ୍ୟ ଜାତ ହେଲେ। ଆଉ ସେମାନଙ୍କୁ ପ୍ରଭୁ ଯୀଶୁ ମନୋନୀତ କଲେ, 12 ଗୋଷ୍ଠୀ ଉତ୍ପନ୍ନ କଲେ, ଆଉ ପ୍ରଭୁ ଯୀଶୁ ସୁସମାଚାର ପ୍ରଚାର କଲେ। ଆମେ ଦେଖୁଛେ ତାହା ଥିଲା ସ୍ୱର୍ଗରୁ ଅବତରଣ ଆହାର। ତାପରେ ଆମେ ଦେଖୁଛେ ଶତ୍ରୁ ଶୈତାନ, ଆଉ ସେ କେଉଁପରି ପ୍ରଭୁ ଯୀଶୁ ଯିବା ଆଗରୁ ଆଉ ସେ ବିଷୟରେ କହିକି ଗଲେ ଯେ କ'ଣ ଯୁଗାନ୍ତ ସମୟରେ ଲକ୍ଷଣ, ଶତ୍ରୁ ଶୈତାନ କେଉଁପରି ଭଣ୍ଡ ପାଳକ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ଛିଡ଼ା କରିବ, ଆଉ ଲୋକମାନଙ୍କୁ ଭ୍ରାନ୍ତ କରିବ ମିଥ୍ୟା ଶିକ୍ଷା ଦେଇ। ଆମେ ଦେଖୁଛେ ପ୍ରଭୁ ଯୀଶୁଙ୍କ ଗଲା ପରେ ମଣ୍ଡଳୀ ଭିତରେ ସବୁ ବିଭାଜନ ଘଟିଲା। ପେଣ୍ଟିକଷ୍ଟ, ବାପ୍ଟିଷ୍ଟ, କ୍ୟାଥୋଲିକ, ଏହିପରି କେତେ ପ୍ରକାର ମଣ୍ଡଳୀ ସବୁ ଅଲଗା ତାଙ୍କର ଚିନ୍ତାଧାରାର, ଆଉ ସେମାନେ ଚାଲିଲେ। ତାପରେ ପରମେଶ୍ୱର କ'ଣ ଆହାର ଯୋଗାଇଛନ୍ତି ଆଜିକାର ଦିନରେ? ଆଜି ଆମେ ଯୁଗାନ୍ତ ସମୟରେ ବାସ କରୁଛେ। ଆଜିକା ଦିନରେ ପରମେଶ୍ୱର ତାଙ୍କର ପ୍ରତିଜ୍ଞାତ ପାଳକଙ୍କୁ ସେ ପ୍ରଦାନ କରିଛନ୍ତି। ତାଙ୍କ ଦେଇ ସେ ଉନ୍ମୁକ୍ତ ବାକ୍ୟ ଆଉ ସିଏ ଆଜିକା ଦିନରେ ସିଏ ଯୋଗାଉଛନ୍ତି। ତାହା ଲେଖା ହେଇଛି ପ୍ରକାଶିତ ବାକ୍ୟ 22ରେ, ପ୍ରକାଶିତ ବାକ୍ୟ 22ରେ 16 ଏହିପରି ଲେଖାଯାଏ, ଆମ୍ଭେ ଯୀଶୁ ମଣ୍ଡଳୀମାନଙ୍କ ନିମନ୍ତେ ତୁମମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରୁଅଛୁ। ଆମେ ଦାଉଦଙ୍କ ମୂଳ ଓ ବଂଶଜ, ସେଇ ଉଜ୍ଜ୍ୱଳ ପ୍ରଭାତୀ ତାରା। ସେ କ'ଣ ଲେଖୁଛନ୍ତି? ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମର ଦୂତକୁ ପ୍ରେରଣ କରିଅଛୁ। ଯୁଗାନ୍ତ ସମୟରେ ପରମେଶ୍ୱର ଆହାର ଦେଇଛନ୍ତି ନୂତନ ନିୟମର ଭାବବାଣୀ ପୂର୍ଣ୍ଣତାର ବାକ୍ୟ। ତାହା ବିଶ୍ୱସ୍ତ ବୁଦ୍ଧିମାନ ଦାସଙ୍କ ଦେଇ ଆମକୁ ଦେଇଛନ୍ତି, ଯିଏ ଜୟକାରୀ। ଆଉ ତାଙ୍କ ପାଖରୁ ଆମେ ସେ ବାକ୍ୟକୁ ଗ୍ରହଣ କରିବା, ଶିଖିବା, ତାହେଲେ ଈଶ୍ୱରଙ୍କ ରାଜ୍ୟ ଆଉ ଏଇ ଜଗତକୁ ଆସିବ, ଯେଉଁଠାରେ ସିୟନ ପର୍ବତ ଯେଉଁ ସଂଗଠନ ତୁଲ୍ୟ ଆଉ 1,44,000 ଲୋକ ରହିବେ। ଆଉ ତା ସହିତ ଲେଖାଯାଏ ଶୁକ୍ଳ ବସ୍ତ୍ର ପରିହିତ ଅସଂଖ୍ୟ ଜନତା। ସେଇଠି ଈଶ୍ୱରଙ୍କ ରାଜ୍ୟ ଆସିବ। ସେଥିପାଇଁ ଆମେ ସମସ୍ତେ ଉଦ୍ଯୋଗୀ ହେବା, ଆଉ ଈଶ୍ୱରଙ୍କର ଆଉ ସେ ପ୍ରତିଜ୍ଞାତ ପାଳକ, ଯାହାକୁ ନୂତନ ଯୌନଙ୍କ ଜାଗାରେ ଆମେ ଦେଖୁଛେ, ତାଙ୍କ ଦେଉ ଯେଉଁ ବାକ୍ୟ ଆସିଛି ଏବେକା ସମୟରେ, ଆଉ ତା ପରମେଶ୍ୱର ଯୋଗାଇଛନ୍ତି। ଆମେ ତାକୁ ଗ୍ରହଣ କରିବା, ବିଶ୍ୱାସ କରିବା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।